ଦର୍ଶକ ବନ୍ଧୁ, ଆଜି ହେଉଛି ଡିସେମ୍ବର ମାସ 3 ତାରିଖ ବୁଧବାର। ଆଜି ଦିନ ଯାକର ଗୁରୁତ୍ୱପୂର୍ଣ୍ଣ ଖବର ଉପରେ ଆସନ୍ତୁ ନଜର ପକେଇବା। ଭିଡିଓକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ, ମାତ୍ର କିଛି ସମୟ ମଧ୍ୟରେ ସମ୍ପୂର୍ଣ୍ଣ ଖବର ଜାଣିପାରିବେ। ତା ପୂର୍ବରୁ ଚ୍ୟାନେଲରେ ନୂଆ ଥିଲେ ଚ୍ୟାନେଲକୁ ସବସ୍କ୍ରାଇବ କରି ପାଖରେ ଆସୁଥିବା ବେଲ୍ ଆଇକନକୁ ଅନ୍ କରି ରଖନ୍ତୁ। ଏମିତି ପ୍ରତିଦିନ ନୂଆ ଲାଟେଷ୍ଟ ନ୍ୟୁଜ ସର୍ବପ୍ରଥମେ ଦେଖିବା ପାଇଁ ଆସନ୍ତୁ ସମ୍ପୂର୍ଣ୍ଣ ଖବର ଉପରେ ନଜର ପକେଇବା। ପ୍ରଥମେ ଆଉ ଏସବୁ କାମ ପାଇଁ ଦରକାର ପଡ଼ିବନି ଆଧାର କାର୍ଡ, ଦେବାକୁ ପଡ଼ିବ ଆସିଲା ନୂଆ ନିୟମ। ଉତ୍ତରପ୍ରଦେଶ ସରକାର ସ୍ପଷ୍ଟ କରିଛନ୍ତି ଯେ ଆଧାର କାର୍ଡ ଆଉ ଜନ୍ମ ପ୍ରମାଣପତ୍ର କିମ୍ବା ଜନ୍ମ ତାରିଖର ପ୍ରମାଣ ଭାବରେ ଗ୍ରହଣ କରାଯିବ ନାହିଁ। ସରକାର କହିଛନ୍ତି ଯେ ଆଧାର ଏକ ପରିଚୟପତ୍ର ହୋଇପାରେ, କିନ୍ତୁ ଏହା ଜଣେ ବ୍ୟକ୍ତିଙ୍କ ଜନ୍ମ ତାରିଖକୁ ଏକ ସରକାରୀ ରେକର୍ଡ ଭାବରେ ପ୍ରମାଣିତ କରେ ନାହିଁ। ତେଣୁ ଏହାକୁ ଜନ୍ମ ପ୍ରମାଣପତ୍ର ଡକ୍ୟୁମେଣ୍ଟ ଭାବରେ ବ୍ୟବହାର କରିବା ଭୁଲ ଏବଂ ଭ୍ରାମକ ହେବ। ଜନ୍ମ ପ୍ରମାଣପତ୍ର ଯାଞ୍ଚ ପାଇଁ ଆଧାରକୁ ତୁରନ୍ତ ଅଗ୍ରାହ୍ୟ କରିବା ପାଇଁ ସମସ୍ତ ବିଭାଗକୁ ନିର୍ଦ୍ଦେଶନାମା ପଠାଯାଇଛି। ଏହାର ଅର୍ଥ ହେଉଛି ସ୍କୁଲ ପ୍ରବେଶ, ସରକାରୀ ଫର୍ମ, ବୟସ ପ୍ରମାଣିତ ଡକ୍ୟୁମେଣ୍ଟ ବା ଅନ୍ୟ କୌଣସି ପ୍ରକ୍ରିୟା ପାଇଁ ଆଧାରକୁ ଏକ ଜନ୍ମ ପ୍ରମାଣପତ୍ର ଭାବରେ ବିବେଚନା କରାଯିବ ନାହିଁ। ବ୍ୟକ୍ତିବିଶେଷଙ୍କୁ ଜନ୍ମ ପ୍ରମାଣପତ୍ର କିମ୍ବା ସ୍କୁଲ ରେକର୍ଡ ଭଳି ପୃଥକ ଜନ୍ମ ପ୍ରମାଣପତ୍ର ପ୍ରଦାନ କରିବାକୁ ପଡ଼ିବ। ଏହି ନିଷ୍ପତ୍ତି ବିଶେଷ ଭାବରେ ସେମାନଙ୍କୁ ପ୍ରଭାବିତ କରିବ ଯେଉଁମାନେ ପୂର୍ବରୁ ବୟସ କିମ୍ବା ଜନ୍ମ ତାରିଖ ପ୍ରମାଣପତ୍ର ଭାବରେ କେବଳ ଆଧାର ଉପରେ ନିର୍ଭର କରିଥିଲେ। ପରବର୍ତ୍ତୀ ଖବର, ବିଏସଏନଏଲ ପୁଣି ଆସିଲା ସ୍ପିଡ୍ ପ୍ଲାନ୍। ମାତ୍ର £1 ରିଚାର୍ଜରେ ମିଳିବ 30 ଦିନ ପାଇଁ ଅନଲିମିଟେଡ୍ କଲ୍, ଡାଟା ସହ ଅନେକ କିଛି। ଦେଶର ସର୍ବବୃହତ୍ ସରକାରୀ ଟେଲିକମ୍ ସେବା ପ୍ରଦାନକାରୀ କମ୍ପାନୀ ବିଏସଏନଏଲ ଗ୍ରାହକଙ୍କ ପ୍ରବଳ ଚାହିଦାକୁ ଦୃଷ୍ଟିରେ ରଖି £1 ପ୍ରିପେଡ୍ ପ୍ଲାନ୍ ଫେରାଇ ଆଣିଛି। ଏଥିରେ 30 ଦିନ ପାଇଁ ମାଗଣା କଲିଂ ଏବଂ ଡାଟା ସମେତ ଅନେକ ଅଫର ଦିଆଯାଇଛି। ସରକାରୀ ଟେଲିକମ୍ କମ୍ପାନୀ କହିଛି ଯେ ବ୍ୟବହାରକାରୀମାନେ ମାତ୍ର £1 ପ୍ରକୃତ ଡିଜିଟାଲ ସ୍ୱାଧୀନତା ପାଇବେ। ଏହି ପ୍ଲାନ୍ 30 ଦିନର ବୈଧତା ସହିତ ଆସିଥାଏ। £1 ରିଚାର୍ଜ ସହିତ ବ୍ୟବହାରକାରୀମାନେ ସାରା ଭାରତର ଦୈନିକ 2 ହାଇସ୍ପିଡ୍ ଡାଟା ଏବଂ ଅସୀମିତ କଲିଂର ସୁବିଧା ପାଇପାରିବେ। ଏହା ସହିତ ଏହି ପ୍ଲାନ୍ରେ ଉପଭୋକ୍ତାମାନେ ପ୍ରତିଦିନ 100ଟି ମାଗଣା ଏସଏମଏସର ସୁବିଧା ମଧ୍ୟ ପାଇବେ। ଏହି ବିଏସଏନଏଲ ଅଫର ଦେଶର ସମସ୍ତ ଟେଲିକମ୍ ସର୍କଲରେ ଡିସେମ୍ବର 1ରୁ ଡିସେମ୍ବର 30 ମଧ୍ୟରେ ବୈଧ। ଉପଭୋକ୍ତାମାନେ £1ରେ ଏକ ନୂତନ ବିଏସଏନଏଲ ସିମ୍ କାର୍ଡ କିଣି ଏହି ଅଫର ଲାଭ ଉଠାଇ ପାରିବେ। କମ୍ପାନୀ ଏକ ସୋସିଆଲ ମିଡିଆ ପୋଷ୍ଟରେ ନିଶ୍ଚିତ କରିଛି ଯେ ଏହି ଅଫର କେବଳ ନୂତନ ବିଏସଏନଏଲ ଉପଭୋକ୍ତାଙ୍କ ପାଇଁ। ପୂର୍ବରୁ ଥିବା ଉପଭୋକ୍ତାମାନେ ଏହି £1 ଅଫର ପାଇଁ ଯୋଗ୍ୟ ହେବେ ନାହିଁ। ପରବର୍ତ୍ତୀ ଖବର, 4ରୁ ରାଜ୍ୟରେ ବଢ଼ିବ ଶୀତ, ସତର୍କ କରାଇଲା ପାଣିପାଗ ବିଭାଗ। ଆସନ୍ତା 4 ତାରିଖରୁ ଥଣ୍ଡା ପୁଣି ବଢ଼ିବ। ଏବେ ପାରଦ ଉପରମୁହାଁ ହେବା ଯୋଗୁଁ ଅନେକ ସ୍ଥାନରୁ ଥଣ୍ଡା କମିଯାଇଛି, କିନ୍ତୁ 2 ଦିନ ପରେ ଥଣ୍ଡା ପୁଣି ବଢ଼ିଯିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି। 2 ଓ 3 ତାରିଖ ରାତିରେ ରାଜ୍ୟର ଅଧିକାଂଶ ସ୍ଥାନରେ ରାତ୍ରି ତାପମାତ୍ରା 13ରୁ 15 ଡିଗ୍ରୀ ଉପରେ ରହିବ। ଉପକୂଳ ଓଡ଼ିଶାର ବହୁ ସ୍ଥାନରେ ପାରଦ 15 ଡିଗ୍ରୀ ବା ଏହାଠାରୁ ଅଧିକ ହୋଇପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି। ଆଜି 2 ଦିନ ରାଜ୍ୟରେ ଘନ କୁହୁଡ଼ି ଦୃଶ୍ୟମାନ ହୋଇପାରେ। ଏନେଇ ପାଣିପାଗ ବିଭାଗ ସତର୍କ କରାଇଛି। ଆଜି ସୁନ୍ଦରଗଡ଼ ଓ ଝାରସୁଗୁଡ଼ାର କିଛି ସ୍ଥାନରେ ଘନ କୁହୁଡ଼ି ଦିଶିପାରେ। ବୁଧବାର ସୁନ୍ଦରଗଡ଼ ଓ ଝାରସୁଗୁଡ଼ା ସମେତ କୋରାପୁଟ ଓ ଅନୁଗୁଳର କିଛି ସ୍ଥାନରେ ଘନ କୁହୁଡ଼ି ଦୃଶ୍ୟମାନ ହୋଇପାରେ। ପରବର୍ତ୍ତୀ ଖବର, ସରକାରଙ୍କ ଐତିହାସିକ ନିଷ୍ପତ୍ତି। ଇପିଏସ୍ 95 ପେନ୍ସନରେ ବଡ଼ ପରିବର୍ତ୍ତନ। ଏଣିକି 1000 ନୁହେଁ, ମିଳିବ £7500। ବର୍ଦ୍ଧିତ ମୁଦ୍ରାସ୍ଫୀତି ଏବଂ ଦୈନନ୍ଦିନ ଆବଶ୍ୟକତାକୁ ବିଚାରକୁ ନେଇ ଏହି ପଦକ୍ଷେପକୁ ସାମାଜିକ ସୁରକ୍ଷାରେ ଏକ ପ୍ରମୁଖ ଉନ୍ନତି ବୋଲି ବିବେଚନା କରାଯାଇଛି। ମହଙ୍ଗା ଭତ୍ତା ମଧ୍ୟ ପ୍ରଦାନ କରାଯିବ। ସରକାର ପେନ୍ସନ ପରିମାଣରେ ମହଙ୍ଗା ଭତ୍ତା ଯୋଡ଼ିବାକୁ ଘୋଷଣା କରିଛନ୍ତି। ଏହାଦ୍ୱାରା ପେନ୍ସନ ବୃଦ୍ଧି ଜୀବନରେ ଏକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଆଣିବ। ମାତ୍ର 1000 ପେନ୍ସନରେ ବଞ୍ଚିବା ବହୁତ କଷ୍ଟକର ଥିଲା। ଇପିଏସ୍ 95ରୁ 2025 ପେନ୍ସନ ବୃଦ୍ଧି ଲକ୍ଷ ଲକ୍ଷ ପେନ୍ସନଭୋଗୀଙ୍କ ପାଇଁ ଏକ ପ୍ରମୁଖ ଏବଂ ଦୀର୍ଘ ପ୍ରତୀକ୍ଷିତ ପଦକ୍ଷେପ। ସର୍ବନିମ୍ନ ପେନ୍ସନକୁ 7500କୁ ବୃଦ୍ଧି କରିବା, ମହଙ୍ଗା ଭତ୍ତା ଯୋଡ଼ିବା ଏବଂ ପରିବାର ସୁରକ୍ଷା ବ୍ୟବସ୍ଥା ଯୋଗାଇବା ଏହାକୁ ଏକ ଐତିହାସିକ ନିଷ୍ପତ୍ତି କରିଛି। ଏହା ସାମାଜିକ ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବ ଏବଂ ଅବସରପ୍ରାପ୍ତ ଲୋକଙ୍କ ଜୀବନରେ ସ୍ଥିରତା ଏବଂ ମର୍ଯ୍ୟାଦା ଆଣିବ। ପରବର୍ତ୍ତୀ ଖବର, ସମସ୍ତ ଫୋନରେ ସରକାରୀ ସାଇବର ସୁରକ୍ଷା ଆପ୍ ବାଧ୍ୟତାମୂଳକ, ଡିଲିଟ୍ କରିପାରିବେନି ୟୁଜର୍ସ। ଭାରତ ସରକାରଙ୍କ ଟେଲିକମ୍ ମନ୍ତ୍ରଣାଳୟ ସ୍ମାର୍ଟଫୋନ୍ ନିର୍ମାତାମାନଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି। ନୂଆ ଡିଭାଇସରେ ସରକାରୀ ସାଇବର ସୁରକ୍ଷା ଆପ୍ ସଞ୍ଚାର ସାଥୀକୁ ପୂର୍ବରୁ ହିଁ ଇନଷ୍ଟଲ କରିବାକୁ ହେବ ଏବଂ ଏହାକୁ ବ୍ୟବହାରକାରୀମାନେ ଡିଲିଟ୍ କରିପାରିବେ ନାହିଁ। ରୟଟର୍ସ ରିପୋର୍ଟ ଅନୁଯାୟୀ କରିଛି ଯେ ନଭେମ୍ବର 28ରେ ଆସିଥିବା ନିର୍ଦ୍ଦେଶ ଅନୁଯାୟୀ ପ୍ରମୁଖ ସ୍ମାର୍ଟଫୋନ୍ କମ୍ପାନୀଗୁଡ଼ିକୁ ନୂଆ ମୋବାଇଲ ଫୋନରେ ଏହି ଆପ୍ ଇନଷ୍ଟଲ କରିବାକୁ 90 ଦିନ ଭିତରେ ଦିଆଯାଇଛି। ନିର୍ଦ୍ଦେଶରେ ସ୍ପଷ୍ଟ କୁହାଯାଇଛି ଯେ ଉପଭୋକ୍ତାମାନେ ଏହି ଆପ୍କୁ ନିଷ୍କ୍ରିୟ ବା ଡିଲିଟ୍ କରିପାରିବେ ନାହିଁ। ସରକାରଙ୍କ କହିବା ଅନୁଯାୟୀ ନକଲି କିମ୍ବା ଜାଲ୍ IMEI
ନମ୍ବର ଯୋଗୁଁ ହେଉଥିବା ଠକାମି ଏବଂ ନେଟୱାର୍କର ଅପବ୍ୟବହାରକୁ ରୋକିବା ପାଇଁ ଏହି ଆପ୍ ଅତ୍ୟନ୍ତ ଜରୁରୀ। ଜାନୁଆରୀରେ ଆରମ୍ଭ ହୋଇଥିବା ଏହି ଆପ୍ ଜରିଆରେ ଏପର୍ଯ୍ୟନ୍ତ 7 ଲକ୍ଷରୁ ଅଧିକ ହଜିଯାଇଥିବା ଫୋନ୍ ଉଦ୍ଧାର କରାଯାଇଛି ଏବଂ 3.7 ମିଲିୟନରୁ ଅଧିକ ଚୋରି ହୋଇଥିବା କିମ୍ବା ହଜିଯାଇଥିବା ଫୋନ୍ ବ୍ଲକ୍ କରାଯାଇଛି। ଏହା ବ୍ୟତୀତ 30 ମିଲିୟନରୁ ଅଧିକ ଜାଲ ସଂଯୋଗ ବନ୍ଦ କରାଯାଇଛି। ପରବର୍ତ୍ତୀ ଖବର ତାମିଲନାଡୁରେ ପ୍ରବଳ ବର୍ଷା, 3ଟି ଜିଲ୍ଲାରେ ଶିକ୍ଷାନୁଷ୍ଠାନ ବନ୍ଦ। ବାତ୍ୟା ଡିଟୋୱା ଶ୍ରୀଲଙ୍କାରେ ଜଳପ୍ରଳୟ ଆଣିଥିବା ବେଳେ ରବିବାର ପଶ୍ଚିମ ବଙ୍ଗୋପସାଗରରେ ଏହା ଦୁର୍ବଳ ହୋଇ ଗଭୀର ଅବପାତରେ ପରିଣତ ହୋଇଥିଲା। ସୋମବାର ସକାଳ ସୁଦ୍ଧା ଗଭୀର ଅବପାତ ଉତ୍ତର ତାମିଲନାଡୁ ଉପକୂଳ ଓ ପୁଡୁଚେରୀଠାରୁ 35 କିମି ଦୂରରେ ଥିବା ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ତିରୁପୁତ୍ତୁର, ତିରୁଭନ୍ନମଲାଇ ଓ ଭିଲ୍ଲୁପୁରମ୍ ଜିଲ୍ଲା ଏବଂ ପୁଡୁଚେରୀର କେତେକ ସ୍ଥାନରେ ପ୍ରବଳ ବର୍ଷା ହେବାର ବି ସମ୍ଭାବନା ରହିଛି। ଅବପାତ ଭାବରେ ତାମିଲନାଡୁର ଉତ୍ତର ଉପକୂଳ, କରାଇକଲ ଦକ୍ଷିଣ ଉପକୂଳ ଓ ପୁଡୁଚେରୀରେ 70ରୁ 70 କିମି ବେଗରେ ପବନ ବହିବା ସମ୍ଭାବନା ରହିଛି। ସ୍ଥଳବିଶେଷରେ ପବନ ବେଗ 80 କିମି ରହିବ ବୋଲି ଆଇଏମ୍ଡି ପକ୍ଷରୁ କୁହାଯାଇଛି। ଆଜି ସେପଟେ ତାମିଲନାଡୁରେ ପ୍ରବଳ ବର୍ଷା, 3ଟି ଜିଲ୍ଲାରେ ଶିକ୍ଷାନୁଷ୍ଠାନ ବନ୍ଦ। ସାମୁଦ୍ରିକ ଘୂର୍ଣ୍ଣିଝଡ଼ ଡିଟୋୱା କାରଣରୁ ତାମିଲନାଡୁର 3ଟି ଜିଲ୍ଲାରେ ସ୍କୁଲ ଏବଂ କଲେଜ ବନ୍ଦ ରଖାଯାଇଛି। ପ୍ରବଳ ବର୍ଷା ଏବଂ ବନ୍ୟା ଆଶଙ୍କା କରି କର୍ତ୍ତୃପକ୍ଷ ବାସିନ୍ଦାଙ୍କୁ ସତର୍କ କରିବାକୁ ଅନୁରୋଧ କରାଯାଇଛି। ପରବର୍ତ୍ତୀ ଖବର କୃଷକଙ୍କ ପାଇଁ ଖୁସି ଖବର, 6,000ରୁ ବଢ଼ି 9,000 ମିଳିବ ଟଙ୍କା। ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ପରିମାଣରେ ଏକ ଉଲ୍ଲେଖନୀୟ ବୃଦ୍ଧି କରିବାକୁ ବିଚାର କରୁଥିବା ହେଉଛି। ଗଣମାଧ୍ୟମ ରିପୋର୍ଟ ସୂଚିତ କରୁଛି ଯେ ସରକାର ପରିମାଣ ବୃଦ୍ଧି କରିବାକୁ ବିଚାର କରୁଛନ୍ତି। ଆକଳନ କରାଯାଇଛି ଯେ ବାର୍ଷିକ ପରିମାଣ 6,000 ଟଙ୍କାରୁ ବୃଦ୍ଧି କରାଯାଇପାରେ 9,000 ଟଙ୍କା। ଯଦି ଏପରି ନିଷ୍ପତ୍ତି ନିଆଯାଏ ତେବେ ଏହା ପୂର୍ବରୁ ମୁଦ୍ରାସ୍ଫୀତିର ଶିକାର ହୋଇଥିବା ସୀମାନ୍ତ ଏବଂ କ୍ଷୁଦ୍ର ଚାଷୀଙ୍କ ପାଇଁ ଏକ ବଡ଼ ଆଶ୍ୱସ୍ତି ହେବ। 9,000 ଟଙ୍କା ସହିତ ଚାଷୀମାନେ ପ୍ରତି କିସ୍ତିରେ 2,000 ଟଙ୍କା ବଦଳରେ 3,000 ଟଙ୍କା ପାଇପାରିବେ।